आमर संस्कृति आमर संस्कार सर्वदा रहु आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। स्वामी मु तो जन सेवक हवाक आसली आपण मत मित्रर स्थान देदेले मु यार योग्य नथिली। ये आपणकर विनम्रता आउ ये आपणकर महानता भी लंकेश्वर आउ ये सत कथा प्रभु मु मो मंत्री मानक परामर्श रे आपणक शरणागत हवाक आसीछि। लंकार निर्दोष प्रजांक तरफरु आपणक दयार भिक मागुछि जेमिति जणे पापीर कारणरु सबु प्रजा दंडभोग न करंती। मित्र मु तुमर प्रजावत्सलतार प्रशंसा करुछि। मु तुमको कथा दउछि जे मो सेनार कौनसी सैनिक लंकार कौनसी निर्दोष नागरिकर कौनसी क्षति करिबनी बरং मो सेना तम प्रजा को रक्षा करिवे। मु तो केवल तांकरी संहार करिबी जे के युद्धर इच्छा मो सम्मुख को आसीबे। वेद और पुराण एक कथा कहती जे सुबुद्धि आउ कुबुद्धि प्राणीर हृदय रही था। प्रति प्राणी निज निजर इच्छा अनुसार दुईटारू गोटा को अनुसरण करिथाए। एबे कुमति आपण मन को प्रभावित कर रखिछि तेणु आपण हित आउ अहित को बुझी पारु नाहंती। सीता जी कि राक्षस जाति पई कालरात्रि भली ता उपरे आपणक प्रीति बढ़ुछि आउ जी आपण को विनाश मार्ग निवृत्त करुछंती। थाओ विभीषण द्रोही मोर खाउचु आउ गुणगान वनवासी करुचु। मूर्ख मो राज्य रे बंचुचु आउ पुणी कामना करुचु शत्रु द्वारा मो विनाशर। धिक्कार तो परी कुलद्रोही को। ना स्वामी ना। अभिमानी को शत्रु परी लगे हिते सीमित आसिले विनाश बेला बुद्धि हुए विपरीत बुद्धि हुए विपरीत। ठीक कहला एटा तिले मात्र दयार पात्र नुहे नुहे। एई तो आसिलेनी। कौन कहले राजमाता? मांकर भी यही मत जे श्रीराम को चरण आश्रय ने तेबे जिबा। हाँ चलिले हरा से रघुपति का पासे श्री राम करुणा भागे खिलाटी से श्री राम करुणा भागे खिलाटी से जो चरण पादुका कुने भरत नित्य पूजई से चरण परस मिलिब देखिबा नेत्र पुराई देखिबा नेत्र पुराई। करु करु एई सब कथार विचार सब
ପ୍ରେମେ ସମ୍ଭ୍ରମେ ସର୍ବେ ଲଙ୍ଘନ୍ତି ସାଗର ଆକାଶେ ବିଭୀଷଣଙ୍କୁ କବି ମାନେ ଦେଖି ଶତ୍ରୁ ବୋଲି ଭାବି ତାଙ୍କୁ ଦେଖନ୍ତି ନିରେଖି ଶତ୍ରୁ ବୋଲି ଭାବି ତାଙ୍କୁ ଦେଖନ୍ତି ନିରେଖି ହେଇ ଦେଖ ଶତ୍ରୁର କେହି ଦୂତ ଆସୁଛନ୍ତି। ଯାଅ ଯାଇ ମହାରାଜ ସୁଗ୍ରୀବଙ୍କୁ ଖବର ଦିଅ। ମହାରାଜ ସୁଗ୍ରୀବ ଅଛନ୍ତି? ଶ୍ରୀରାମ ପ୍ରଭୁଙ୍କର ଆଜ୍ଞା ଯେ ଛାଉଣୀର ଚାରିପଟରେ ସବୁବେଳେ ପ୍ରହରା ରହିବା ଆବଶ୍ୟକ। ମହାରାଜଙ୍କର ଜୟ ହେଉ। କୁହ। ମହାରାଜ କିଛି ଲୋକ ଆକାଶ ମାର୍ଗରେ ଲଙ୍କା ଆଡୁ ଆମ ଆଡକୁ ଆସୁଛନ୍ତି। ଲଙ୍କା ଆଡୁ? ହଁ ମହାରାଜ। ତେବେ ପ୍ରଭୁ ଶ୍ରୀରାମଙ୍କ କହିବା ଉଚିତ ଅଟେ। ଆମେ ସବୁବେଳେ ସତର୍କ ରହିବା ଦରକାର। ଆସ ଯିବା। ଏମିତି ରହସ୍ୟମୟ ଭାବରେ ଆସିବାର ସାହସ କରିଥିବା ତମେ କିଏ? କୋଉଠୁ ଆସିଛ? କଣ ପାଇଁ ଆସିଛ? ସାବଧାନ, ସବୁ ସତ କହିବ। ମୁଁ ଯାହା କହିବି ସତ କହିବି, କାରଣ ମିଥ୍ୟା କହିବା ମୋର ସ୍ୱଭାବ ନୁହେଁ। ଯଦି ମୋର ଅନୁମାନ ଠିକ୍ ହୁଏ ତେବେ ଆପଣ କିଷ୍କିନ୍ଧା ନରେଶ ବାନର ରାଜା ସୁଗ୍ରୀବ ନା? ତମ ଅନୁମାନ ଠିକ। ଏବେ ନିଜ ପରିଚୟ ଦିଅ। ହେ କପିରାଜ, ମୋ ପ୍ରଣାମ ସ୍ୱୀକାର କର। ମୁଁ ଲଙ୍କପତି ମହାରାଜ ରାବଣର ସାନ ଭାଇ। ମୋ ନାଁ ବିଭୀଷଣ। ଯେବେଠୁ ସେ ଦେବୀ ସୀତାଙ୍କୁ ହରଣ କରି ନେଇଗଲେ ଆମ ଭିତରେ ମତଭେଦ ବଢ଼ି ଚାଲିଲା। ମୁଁ ବାରମ୍ବାର ଏକଥା କହିବା ପରେ ଯେ ଦେବୀ ସୀତାଙ୍କୁ ସମ୍ମାନର ସହିତ ଫେରାଇ ଦିଅନ୍ତୁ, ସେ ମୋତେ ବହୁତ କଠୋର କଥା କହି ମୋର ଅପମାନ ବି କଲେ। ଏଣୁ ମୁଁ ମୋ ଘର ଦ୍ୱାରା ଛାଡ଼ି ପ୍ରଭୁ ଶ୍ରୀରାମଙ୍କ ପାଖକୁ ଶରଣ ନେବାକୁ ଆସିଛି। ଭଗବାନ ରାମ ଶରଣାଗତ ବତ୍ସଳ, ଆପଣ ଯାଇ ତାଙ୍କୁ ନିବେଦନ କରନ୍ତୁ ଯେ ବିଭୀଷଣ ତାଙ୍କର ଶରଣ ନେବାକୁ ଆସିଛି। ଭଲ କଥା। ମୁଁ ଶ୍ରୀରାମଙ୍କୁ ତମ ସନ୍ଦେଶ ଜଣାଇ ଦଉଛି, କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ତମେ ସେଇଠି ଥାଅ। ଆମ ଛାଉଣିକୁ ଆସିବାକୁ ଚେଷ୍ଟା ବି କରିବନି। ଏ 5 ଜଣଙ୍କ ଧ୍ୟାନ ରଖିଥିବ। ମୁଁ ନ ଆସିବା ଯାଏ ୟାଙ୍କୁ ତଳକୁ ଓହ୍ଲାଇବାକୁ ଦବନି। ଯଥା ଆଜ୍ଞା ମହାରାଜ। ପ୍ରଣାମ ପ୍ରଭୁ। ଆସ ମିତ୍ର, ବସ। ହେ ରଘୁନାଥ, ନିଜକୁ ଲଙ୍କାର ରାଜା ରାବଣର ସାନ ଭାଇ କହୁଥିବା ଗୋଟାଏ ଅସୁର ଆସିଛି। ଆପଣଙ୍କ ଶରଣାପନ୍ନ ହେବାକୁ ଚାହୁଁଛି। ନିଜର ପରିଚୟ ଦେଇ ସେ ଆପଣଙ୍କ ନିକଟକୁ ଆସିବାକୁ ଚାହୁଁଛି, କିନ୍ତୁ ସେ ଶତ୍ରୁର ଭାଇ। ତେଣୁ ଏ କଥା ଗମ୍ଭୀରତାର ସହିତ ଚିନ୍ତା କରିବା ଦରକାର ଯେ ତାକୁ ଏ ଶିବିରକୁ ଆସିବାକୁ ଅନୁମତି ଦିଆଯିବ ନା ନାହିଁ। ଏ ବିଷୟରେ ଆପଣମାନଙ୍କର ମତ କ'ଣ? ସମ୍ଭବତଃ ସେ ରାବଣର କି ଗୁପ୍ତଚର ହେଇପାରେ। ଭାଇ ହଉ କି ଗୁପ୍ତଚର ହଉ, କିନ୍ତୁ ଆମର ଶତ୍ରୁ ତ ଏ ମାୟାବୀ ରାକ୍ଷସଙ୍କୁ କି ଭରସା। ଶରଣ କଥା କହି ଆମ ଦଳରେ ମିଶି ଭିତରେ ଭିତରେ ଆମର ଅନିଷ୍ଟ କରିପାରନ୍ତି। ଆମର ବିଶ୍ୱାସ ଭଜନ ହେଇ ଆକ୍ରମଣ ମଧ୍ୟ କରନ୍ତି। ହଁ ବାନର ରାଜ, ମୋର କାହିଁ ଏଥିରେ ସନ୍ଦେହ ହଉଛି। ସେମାନେ ଆଉ ଆମର କିଛି କ୍ଷତି କରିବାକୁ ଆସିନାହାନ୍ତି ତ? ବାନର ରାଜ, ଯାହା ହୃଦୟରେ କପଟତା ଥିବ ସେ ଏମିତି ଖୋଲାଖୋଲି ଭାବେ ସାମ୍ନାକୁ ଆସିବନି। ତାକୁ ତାର ପରିଚୟ ପଚାରିବା ଆବଶ୍ୟକ। ସେ କିଏ ଆଉ ତାଙ୍କ ନାଁ କ'ଣ? ସିଏ ତାଙ୍କ ନାଁ ବିଭୀଷଣ ବୋଲି କହିଲେ। ବିଭୀଷଣ? ସେ କ'ଣ ତାଙ୍କ ନାଁ ବିଭୀଷଣ ବୋଲି କହିଲେ? କାହିଁକି?
ଏ ନାଁ ଶୁଣି କିଛି ଆଶଙ୍କା ହଉଛି? ଆଶଙ୍କା ଆଶଙ୍କାର ରୂପ ତ ଆଶ୍ୱସ୍ତିରେ ପରିଣତ ହେଇଯିବ ଯଦି ସେ ପ୍ରକୃତରେ ଲଙ୍କାର ବୀର ବିଭୀଷଣ ହେଇଥିବେ। ହନୁମାନ, ତମେ ଏମିତି କହୁଛ ଯେମିତି ବିଭୀଷଣ ଆମର ସ୍ୱଜନ ହିତୈଷୀ। ଏକଥା ଅସମ୍ଭବ। ଯେତେ ହେଲେ ସେ ରାବଣର ଭାଇ, ଗୋଟାଏ ରାକ୍ଷସ। ଇଚ୍ଛା ଅନୁସାରେ ରୂପ ଧାରଣ ମଧ୍ୟ କରିପାରେ। ରାକ୍ଷସଙ୍କ ଭିତରେ ଅନ୍ତର୍ଧାନ ହେବାର ଶକ୍ତି ମଧ୍ୟ ଅଛି। ସେ ସୁଯୋଗ ନେଇ ଆମର କ୍ଷତି ମଧ୍ୟ କରିପାରେ। ରାକ୍ଷସ ଜାତିର ସେ, ତେଣୁ ସେ ଦୁଷ୍ଟ ବା ଦୁର୍ଜନ ହେଇଥିବ ଏକଥା ଭାବିବା ଅନ୍ୟାୟ ଅଟେ। କୌଣସି ପ୍ରାଣୀ ଜାତିରୁ ଭଲ କି ମନ୍ଦ ହେଇନଥାଏ, ତା କର୍ମ ତାକୁ ଭଲ ବା ମନ୍ଦ କରିଥାଏ। ରାକ୍ଷସମାନଙ୍କ ମଧ୍ୟରେ ରାଜା ବଳିଙ୍କ ଭଳି ଧର୍ମାତ୍ମା ଆଉ ଦାନୀ, ପୁଣି ପ୍ରହ୍ଲାଦଙ୍କ ଭଳି ହରିଭକ୍ତ ବି ଅଛନ୍ତି ଶ୍ରୀ ଜାମ୍ବବାନ। ଠିକ୍ ସେମିତି ବିଭୀଷଣ ବି ଆପଣଙ୍କର ପରମ ଭକ୍ତ ପ୍ରଭୁ। ମୋତେ ସୀତାମାତା ବି ଏକଥା କହୁଥିଲେ ଯେ ବିଭୀଷଣ ନିଜ ଝିଅ ହାତରେ ଲୁଚେଇ କରି କେବେ କେବେ ତାଙ୍କ ପାଇଁ ଖାଦ୍ୟ ବି ପଠାଇଥାନ୍ତି। ହେଇପାରେ ତାଙ୍କ ପୁତ୍ରୀ ସେତେବେଳେ ସହାନୁଭୂତି ବଶତଃ ଏସବୁ କରିଥାଇପାରେ। କିନ୍ତୁ ଆଜି ସ୍ଥିତି ବଦଳିଛି। ଲଙ୍କାରେ ସମସ୍ତେ ଜାଣିଥିବେ ଯେ ଏବେ ଶ୍ରୀରାମଙ୍କର ସେନା ସମୁଦ୍ରର ଅପର ପାର୍ଶ୍ୱରେ ପହଞ୍ଚି ସାରିଛି। ଏହି ମୁହୂର୍ତ୍ତରେ ବିଭୀଷଣ ନିଜ ଭାଇର ଶତ୍ରୁ ପାଖକୁ ଆଗମନର ନା ଉଚିତ ସମୟ ଆଉ ନା ଉଚିତ ସ୍ଥାନ। ଯିଏ ସଙ୍କଟରେ ନିଜର ସହୋଦର ଭାଇକୁ ଛାଡ଼ିଦିଏ ତା ଉପରେ ଟିକେ ଭାବିଚିନ୍ତି ବିଶ୍ୱାସ କରିବା ଉଚିତ ହବ ଭାଇ। ଲକ୍ଷ୍ମଣ ଆଉ ଭରତ ପରି ଭାଇ ତ ଏ ସଂସାରରେ କ'ଣ ତିନି ଲୋକରେ ବି ଦୁର୍ଲଭ। ତେଣୁ ତାଙ୍କ ମାପଦଣ୍ଡରେ କାହାକୁ ମାପିବା ଉଚିତ ନୁହେଁ। ହେ ବାନର ରାଜ, ଆପଣ ସମସ୍ତଙ୍କ ବିଚାର ମୁଁ ଏକାଗ୍ରଚିତ ହିଁ ଶୁଣୁଥିଲି। ଏବେ ଆପଣ ସମସ୍ତେ ମୋ ବିଚାର ଶୁଣନ୍ତୁ, ତାପରେ ଯାଇ ନିଷ୍ପତ୍ତି ନେବେ। ସମ୍ଭବତଃ ବିଭୀଷଣଠାରେ କିଛି ତ୍ରୁଟି ଥିବ, ତା ମନରେ କିଛି ଦୁର୍ଭାବନା ଥିବ। କିନ୍ତୁ ମୋର ଏକମାତ୍ର ପଣ, ଯିଏ ଶରଣକୁ ଆସେ ମୁଁ ତାକୁ ଅଭୟ ଦିଏ। ମିତ୍ରତାର ପ୍ରାର୍ଥନା କରୁଥିବା କେହି ଶରଣାର୍ଥୀ ହେଇ ଆସିଲେ ତାକୁ ଉପେକ୍ଷା କରିବା ଦୋଷାପହ। ଦୋଷୀକୁ ଆଶ୍ରୟ ଦେବା ହୁଏତ ସେ ଠକ ବି ହେଇଥାଉ ନା କାହିଁକି ସତ୍ପୁରୁଷଙ୍କ ପାଇଁ ଉଚିତ। ଠକିବା ପାପ, ଠକିଯିବା ନୁହେଁ। ଆପଣଙ୍କ ନିଷ୍ପତ୍ତି ଉତ୍ତମ ପ୍ରଭୁ। ଆଉ ଧନ୍ୟ ଆପଣଙ୍କର ଆଦର୍ଶ। ଆମେ ତାଙ୍କର ସ୍ୱଜନ ନୁହଁ, ତଥାପି ସେ ଆପଣଙ୍କ ଶରଣକୁ ଆସିଛନ୍ତି। ମୋତେ ଏଥିରେ କିଛି ଛଳନା ଥିଲା ପରି ଲାଗୁନି। ମୁଁ ଆପଣମାନଙ୍କ ବିଚାରରୁ ଏକ ଉଦାହରଣ ପ୍ରସ୍ତୁତ କରୁଛି, ଆପଣ ତାକୁ ମନ ଦେଇ ଶୁଣନ୍ତୁ। ପୂର୍ବ କାଳରେ ମହର୍ଷି କଣ୍ଡୁବଙ୍କ ପୁତ୍ର ମହାନ ସତ୍ୟବାଦୀ ମହର୍ଷି କଣ୍ଡୁ ଏକ ଧର୍ମ ସମ୍ବନ୍ଧୀୟ ନିର୍ଣ୍ଣୟ ଦେଇଥିଲେ। ଆର୍ତ୍ତୋ ବା ଯଦିବା ଦୁଷ୍ଟ ପରେଶଂ ଶରଣଂ ଗତଃ ହରେ ପ୍ରାଣାନାଂ ପରିତ୍ୟଜ୍ୟ ରକ୍ଷିତବ୍ୟଃ କୃତାତ୍ମନ୍। ଯଦି ଶତ୍ରୁ ବି ଶରଣାପନ୍ନ ହୁଏ ଆଉ ଦୟା ପ୍ରାର୍ଥନା କରେ, ତେବେ ତାକୁ ନିରାଶ କରିବା ଉଚିତ ନୁହେଁ। ଶତ୍ରୁ ଦୁଃଖୀ ହଉ ବା ଦୁରାତ୍ମା, ଯଦି ସେ ବିପକ୍ଷର ଶରଣାଗତ ହୁଏ, ତେବେ ନିର୍ମଳ ମନର ଶ୍ରେଷ୍ଠ ପୁରୁଷଙ୍କୁ ନିଜ ପ୍ରାଣର ମୋହ ତ୍ୟାଗ କରି ତାର ରକ୍ଷା କରିବା ଉଚିତ। ଯଦି ସେ ଏପରି ନ କରେ, ତେବେ ପାପରେ ଭାଗି ହେଇଥାଏ। ମୁଁ ଆଜି ମହର୍ଷି କଣ୍ଡୁଙ୍କ ସେହି ଯଥାର୍ଥ ଆଉ ଉତ୍ତମ ବଚନର ପାଳନ କରିବି। ହେ କବିଶ୍ରେଷ୍ଠ, ଇଏ ତ ବିଭୀଷଣ। ଯଦି ସ୍ୱୟଂ ରାବଣ ବି ଶରଣାଗତ ରୂପରେ ଆସେ, ତେବେ ବି ମୁଁ ତା ପ୍ରାଣ ରକ୍ଷା କରିବି, ତାକୁ ଶରଣ ଦେବି। ଯୁବରାଜ ଅଙ୍ଗଦ, ତାଙ୍କୁ ଆଦର ସହକାରେ ମୋ ପାଖକୁ ନେଇ ଆସ। ଯଥାଜ୍ଞା ପ୍ରଭୁ। ହେ ରାକ୍ଷସ କୁଳମଣି ବିଭୀଷଣ, ମୁଁ ବାଳିପୁତ୍ର ଅଙ୍ଗଦ
ଆପଣଙ୍କୁ ପ୍ରଣାମ କରୁଛି। ଧନ୍ୟବାଦ। ମତେ ପ୍ରଭୁ ଶ୍ରୀରାମ ଏକଥା କହିବା ପାଇଁ ପଠେଇଛନ୍ତି, ପ୍ରଭୁ ଆପଣଙ୍କ ପ୍ରାର୍ଥନା ଶୁଣି ଆପଣଙ୍କୁ ଭେଟିବା ପାଇଁ ରାଜି ହେଇଛନ୍ତି। ପଦାର୍ପଣ କରନ୍ତୁ, ଆପଣଙ୍କୁ ସ୍ୱାଗତ। ଧନ୍ୟବାଦ। ଆସନ୍ତୁ। ଚାଲନ୍ତୁ। ଜୟ ଶ୍ରୀରାମ। ଜୟ ଶ୍ରୀରାମ। ପଦାର୍ପଣ କରନ୍ତୁ, ପ୍ରଭୁ ଆପଣଙ୍କ ପ୍ରତୀକ୍ଷାରେ ଅଛନ୍ତି। ଧନ୍ୟବାଦ। ଦୂରରୁ ଦେଖି ବୈରୀ ଭାଇ ଜାଣନ୍ତି ରାମଏ ଶତ୍ରୁ ନୁହଁଇ। ଆଜି ଯାଏ ଯାହା ପାଇଁ ଝୁରୁଥିଲା କି ଦେଖୁ ଦେଖୁ ଆଖି ଯାଇଛି ଅଟକି। ଆଜି ଯାଇଛି ଅଟକି। ହେ ସ୍ୱାମୀ, ମୁଁ ମହାରାଜା ରାବଣର ସାନ ଭାଇ ବିଭୀଷଣ। ହେ ଦେବତାଙ୍କ ରକ୍ଷକ, ମୋ ଠାରେ ସମସ୍ତ ଅବଗୁଣ ରହିଛି। ମୋ ଜନ୍ମ ରାକ୍ଷସ କୂଳରେ ହେଇଛି। ମୋ ଶରୀର ତାମସିକ ପ୍ରବୃତ୍ତିର, ଯେଉଁଥିପାଇଁ କି ସ୍ୱାଭାବିକ ଭାବେ ମୁଁ ଜଣେ ପାପଗ୍ରସ୍ତ ଦାନବ। ଏସବୁ ଗୁଣ ଯୋଗୁଁ ମୁଁ ଆପଣଙ୍କର ଦର୍ଶନର ପାତ୍ର ନୁହେଁ। ତଥାପି ବି ଆପଣଙ୍କର ଯଶ କଥା ଶୁଣି ଆପଣଙ୍କୁ ଭେଟିବାକୁ ଆସିଛି। ପ୍ରଭୁ, ଆପଣ ଶରଣାଗତ ଭୟହାରୀ। ଯାହାକୁ ଆପଣଙ୍କର ଶରଣ ମିଳିଯାଏ ତାକୁ ଜନ୍ମ ଆଉ ମୃତ୍ୟୁ ଭୟରୁ ମୁକ୍ତି ମିଳିଯାଏ। ପ୍ରଭୁ, ମୋତେ ମହାରାଜା ରାବଣ ଅପମାନିତ କରି ଲଙ୍କାରୁ ତଡ଼ି ଦେଇଛି। ମୁଁ ତାଙ୍କୁ ଅଧର୍ମ ଆଉ ଅନୀତିରୁ ରକ୍ଷା କରିବା ପାଇଁ ଏହି କଥା ଉପରେ ଜୋର ଦେଇଥିଲି ଯେ ଦେବୀ ସୀତାଙ୍କୁ ସମ୍ମାନ ସହିତ ଆପଣଙ୍କ ନିକଟକୁ ପଠାଇ ଦିଆଯାଉ, ଯେମିତି ଲଙ୍କା ଆଉ ଲଙ୍କାର ନିର୍ଦ୍ଦୋଷ ପ୍ରଜାଙ୍କୁ ଯୁଦ୍ଧର କରାଳତାରୁ ରକ୍ଷା କରିହେବ। କିନ୍ତୁ ସେ କୌଣସି ପ୍ରକାର ମାନିଲେନି। ମୁଁ ମୋ ମୁକୁଟ ବି ତାଙ୍କ ଚରଣରେ ଅର୍ପଣ କରିଦେଲି। ସେ ତାକୁ ବି ପାଦରେ ଦୂରକୁ ଠେଲିଦେଲେ। ଏବେ ମୁଁ ଅପମାନିତ ଆଉ ତିରସ୍କୃତ ହେଇ ନିଜର ପରିବାର, ଧନ ସମ୍ପତ୍ତି ସବୁ ଛାଡ଼ି ଆପଣଙ୍କ ଶରଣ ନେବାକୁ ଆସିଛି। ପ୍ରଭୁ, ଆପଣ ଶରଣାଗତ ବତ୍ସଳ। ମୋର ଅବଗୁଣ ତ୍ରୁଟି ଧରନ୍ତୁନି ପ୍ରଭୁ। ମୋତେ ରକ୍ଷା କରନ୍ତୁ ପ୍ରଭୁ, ମୋତେ ରକ୍ଷା କରନ୍ତୁ। ଆପଣ ମୋ ଶତ୍ରୁକୁ ତ୍ୟାଗ କରି ମୋ ନିକଟକୁ ଆସିଛନ୍ତି, ତେଣୁ ଆପଣ ମୋର ମିତ୍ର। ମିତ୍ରର ସ୍ଥାନ ଗ୍ରହଣ କରନ୍ତୁ। ସ୍ୱାମୀ, ମୁଁ ତ ଜଣେ ସେବକ ହେବାକୁ ଆସିଥିଲି। ଆପଣ ମୋତେ ମିତ୍ରର ସ୍ଥାନ ଦେଇଦେଲେ। ମୁଁ ଏହାର ଯୋଗ୍ୟ ନଥିଲି। ଇଏ ଆପଣଙ୍କର ବିନମ୍ରତା, ଆଉ ଇଏ ଆପଣଙ୍କର ମହାନତା ବି ଲଙ୍କେଶ୍ୱର। ଲଙ୍କେଶ୍ୱର,
ଲଙ୍କେଶ୍ୱର ତ ଏବେ ମହାରାଜା ରାବଣ। ଆପଣ ଜଣେ ଶରଣାର୍ଥୀ କି ଏ ଉପାଧି ଦେଲେ କେମିତି? ରାବଣ ତ କେବଳ କିଛି ଦିନ ପାଇଁ ଲଙ୍କେଶ୍ୱର ହିଁ ରହିବ। ତାର ପାପ କର୍ମ ତାର ସମସ୍ତ ଶକ୍ତିକୁ କ୍ଷୀଣ କରି ତାକୁ ତାର ମୃତ୍ୟୁର ସନ୍ନିକଟ କରିଛି। ତାପରେ ଲଙ୍କାର ରାଜସିଂହାସନ ଆପଣଙ୍କୁ ସମ୍ଭାଳିବାକୁ ପଡ଼ିବ। ଯୁଦ୍ଧ ଶେଷ ହେବା ପରେ ଲଙ୍କାର ପ୍ରଜାଙ୍କୁ ଜଣେ ଧର୍ମପରାୟଣ ରାଜାଙ୍କ ଦ୍ୱାରା ସୁଖ ଆଉ ଶାନ୍ତି ପ୍ରଦାନର ଉତ୍ତର ଦାୟିତ୍ୱ ଯେତିକି ମୋର ରହିବ ସେତିକି ଆପଣଙ୍କର ବି ରହିବ। ଆପଣଙ୍କ ପ୍ରଜାଙ୍କ ହିତ ଆପଣଙ୍କଠୁ ଅଧିକ ଆଉ କିଏ ବା ଭାବିପାରିବ? ଆଉ ଇଏ ସତ କଥା ପ୍ରଭୁ। ମୁଁ ମୋ ମନ୍ତ୍ରୀମାନଙ୍କ ପରାମର୍ଶରେ ଆପଣଙ୍କ ଶରଣାଗତ ହେବାକୁ ଆସିଛି। ଲଙ୍କାର ନିର୍ଦ୍ଦୋଷ ପ୍ରଜାଙ୍କ ତରଫରୁ ଆପଣଙ୍କୁ ଦୟାର ଭିକ ମାଗୁଛି। ଯେମିତି ଜଣେ ପାପୀର କାରଣରୁ ସବୁ ପ୍ରଜା ଦଣ୍ଡଭୋଗ ନ କରନ୍ତି। ମିତ୍ର, ମୁଁ ତମର ପ୍ରଜାବତ୍ସଳତାର ପ୍ରଶଂସା କରୁଛି। ମୁଁ ତମକୁ କଥା ଦଉଛି ଯେ ମୋ ସେନାର କୌଣସି ସୈନିକ ଲଙ୍କାର କୌଣସି ନିର୍ଦ୍ଦୋଷ ନାଗରିକର କୌଣସି କ୍ଷତି କରିବନି। ବରଂ ମୋ ସେନା ତମ ପ୍ରଜାଙ୍କୁ ରକ୍ଷା କରିବେ। ମୁଁ ତ କେବଳ ତାଙ୍କରି ସଂହାର କରିବି ଯିଏକି ଯୁଦ୍ଧର ଇଚ୍ଛାରେ ମୋ ସମ୍ମୁଖକୁ ଆସିବେ। ମୁଁ ଲଙ୍କା ନିବାସୀଙ୍କ ତରଫରୁ କୋଟି କୋଟି ଧନ୍ୟବାଦ ଦଉଛି। ଆପଣ ଏ ସେବକ ସହିତ ଅନ୍ୟମାନଙ୍କୁ ବି ନିର୍ଭୟ କରିଦେଲେ। ଆପଣଙ୍କଠୁ ବଡ଼ଦାନୀ କିଏ ହେଇପାରେ? ପ୍ରଭୁ ଏହି ଅନୁକମ୍ପ ବଜାୟ ରଖିବେ। ମିତ୍ର, ତମେ ମୋ ଶରଣରେ ଆଶ୍ରୟ ମାଗିବାକୁ ଆସିଛ। ମୁଁ ବି ତମକୁ ଲଙ୍କେଶ୍ୱର କହିଛି। ମୋର ତୀର ଭଳି ମୋ ବଚନ ବି ଅମୋଘ, ଯାହା କେବେ ବି ଅନ୍ୟଥା ହୁଏନି।